ମୁଁ ବାସୁଦେବ ରାଉତରାୟ ଭୁବନେଶ୍ୱର ନୟାପଲ୍ଲୀରେ ରହୁଛି। ମୁଁ ମୋର ହେଲ୍ଥ ଇନ୍ସୁରାନ୍ସ ପ୍ରଥମେ ନିଭାବ ଉପାୟରେ କରିଥିଲି। ଆଫ୍ଟର 3 ଇୟର୍ସ ପରେ ମୁଁ ତାକୁ ପୋର୍ଟେବିଲିଟି କଲି ଷ୍ଟାରକୁ। ସେ ମୋତେ ଏଇ ଷ୍ଟାରକୁ ପୋର୍ଟେବିଲିଟି କରିବା ଭିତରେ ମୁଁ ମିଷ୍ଟର ରଣଜିତ ଦାସଙ୍କ ସହିତ ସମ୍ପର୍କରେ ଆସିଥିଲି। ସେ ମୋତେ ଭଲ ଗାଇଡ଼ କରିଥିଲେ। ଆଫ୍ଟର 1 ଇୟର୍ ଏ ଗୋଟେ ମୋର ୱାଇଫଙ୍କର ମାଇନର ସର୍ଜରୀ ମୋର କ୍ଲିନିକ୍ରେ ଏଇଟା ହେଇଥିଲା। ହେଲା ପରେ ମୁଁ ଯେତେବେଳେ କ୍ଲେମ୍ ପାଇଁ ଆପ୍ଲାଏ କଲି, ଆପ୍ରୋଚ୍ କଲି ଷ୍ଟାରକୁ, ଘର କ୍ଲିନିକ୍ରେ କ୍ୟାସଲେସ୍ ନଥିଲା। ତେଣୁ ଆମେ ରିଇମ୍ବର୍ସ ପାଇଁ ଆପ୍ଲାଏ କରିଥିଲୁ, ଯାହାଦ୍ୱାରା କି ସେମାନେ ଛୋଟ ମିସ୍କମ୍ୟୁନିକେସନ୍ ପାଇଁ ଆମର କ୍ଲେମ୍ଟାକୁ ରିଜେକ୍ଟ କରିଥିଲେ। ସୋ ଦ୍ୟାଟ୍ ମିଷ୍ଟର ରଣଜିତ ଦାସଙ୍କର ଆଡ଼ଭାଇସ୍ ଆଉ ତାଙ୍କର ସହଯୋଗ ପାଇଁ ମୁଁ ଅମ୍ବଡସମ୍ୟାନକୁ ଆପ୍ରୋଚ୍ କରିଥିଲି। ଷ୍ଟାର ହେଲ୍ଥ ଏହାକୁ ସେଟେଲ୍ କଲା ବିଫୋର୍ ହିୟରିଂ ଡେ। ମୁଁ ତେଣୁ ସମସ୍ତଙ୍କ ଆଡ଼ଭାଇସ୍ ଏହାକୁ ଚାହିଁବି କି ପ୍ରଥମେ ତ ଜଣେ ପ୍ରଫେସନାଲ ଆଡ଼ଭାଇଜରଙ୍କ ସହିତ କଣ୍ଟାକ୍ଟରେ ଆସିବେ, ଆଉ କୌଣସି ଭୁଲ ଭାଲ ତଥ୍ୟ କି ଡକ୍ୟୁମେଣ୍ଟ ଦେବେ ନାହିଁ। ରୁହନ୍ତୁ ଆପଣ ଭାବୁଥିବେ ମୁଁ ଷ୍ଟାର ହେଲ୍ଥ ବିଷୟରେ ନିଜେ କରିକି ତାର ଏଗେନଷ୍ଟରେ କାହିଁ ଦେଇଛି। କୌଣସିଟା ଏଗେନଷ୍ଟ ନୁହଁ। ଯେଉଁଟା ଠିକ୍ ସେଟା ଠିକ୍, ସେଟା ଭୁଲ ସେଟା ଭୁଲ। ଅନଲାଇନରେ ଏମିତି ବହୁତ ଗୁଡ଼ିଏ କମ୍ପାନୀ ଦେଖିବେ ଯାହାର ଏମିତିଆ ସେମ୍ ପ୍ରୋବ୍ଲେମ୍ ଥିବ। ଦ୍ୟାଟ୍ ମିନ୍ସ ଆମେ ଏଥିରୁ କ'ଣ ବୁଝିଲେ, ସବୁ କମ୍ପାନୀ ଗୁଡ଼ାକ ହେଲ୍ଥ ଇନ୍ସୁରାନ୍ସ ରିଲେଟେଡ଼ ଯାହା ଅଛନ୍ତି ସବୁ ଗୋଟେ ଥାଳିର ବାଇଗଣ। ଆମକୁ କ'ଣ କରିବାର ଅଛି, ଆମେ ଆମ ଜାଗାରେ ଠିକ୍ ରହିବା, ଆମେ ଆମର କାମ ଠିକ୍ସେ କରିବା, ଡକୁମେଣ୍ଟେସନକୁ ଠିକ୍ ଲେଭେଲରେ ଆମେ ସବମିଟ୍ କରିବା। ଯଦି ଆମର କିଛି ପ୍ରି ଏକ୍ଜିଷ୍ଟିଂ ଡିଜିଜ୍ ଅଛି ତାକୁ ଆଚ୍ଛେ ଆମେ ତାକୁ ଡିକ୍ଲେୟାର କରିବା। ତାହେଲେ ଯଦି କାଲି ଇନକେସ୍ ଯଦି କ୍ଲେମ୍ ରିଜେକ୍ଟ ବି ହେଇଯାଉଛି, ଅମ୍ବଡସମ୍ୟାନ୍ ଆମକୁ ସପୋର୍ଟ କରିବ, ଆମେ ତା ପାଇଁ ଲଢ଼ିପାରିବା। ଅଧିକା କିଛି ଜାଣିବା ପାଇଁ ତଳେ ନମ୍ବର ଦିଆହେଇଛି, କଲ୍ କରନ୍ତୁ, କଥା ହେବା। ନମସ୍କାର।